ଭାରତରେ ଫୁଟବଲ ଖେଳି ପାରିବେନି ମେସି, ଗୋଡ଼କୁ ବାନ୍ଧି ଦେଇଛି ଇନ୍ସୁରାନ୍ସ କମ୍ପାନୀ। ମେସିଙ୍କୁ ଅଡ଼ୁଆ ଇନ୍ସୁରାନ୍ସ ନିୟମ। ଆନ୍ତର୍ଜାତୀୟ ଫୁଟବଲ ଲିଓନେଲ ମେସି ସାରା ଦୁନିଆରେ ତାଙ୍କର କୋଟି କୋଟି ଫ୍ୟାନ୍ସ। ନିଜ ଦେଶ ଆର୍ଜେଣ୍ଟିନାକୁ ବିଶ୍ୱ ଚାମ୍ପିୟନ କରିଛନ୍ତି ମେସି। ଭାରତରେ ବି ତାଙ୍କର କ୍ରେଜ୍ ବହୁତ। 2 ଦିନିଆ ଭାରତ ଗସ୍ତରେ ସେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଶନିବାର କୋଲକାତାରେ ପହଞ୍ଚିବା ପରେ ହାଇଦ୍ରାବାଦ, ମୁମ୍ବାଇ ଏବଂ ଦିଲ୍ଲୀ ଗସ୍ତ କରିଛନ୍ତି ଲିଓନେଲ ମେସି। ତେବେ ଅନେକ ଫ୍ୟାନ୍ସ ଆଶା କରୁଥିଲେ ଭାରତରେ ଏକ ଫୁଟବଲ ମ୍ୟାଚ୍ ଖେଳିବେ ସେ, କିନ୍ତୁ ଏପରି ହୋଇନାହିଁ। ଯାହା ପଛରେ ରହିଛି ଏକ ଖାସ୍ କାରଣ। ମିଡ଼ିଆ ରିପୋର୍ଟ ଅନୁସାରେ ମେସି ନିଜ ଦେଶ କିମ୍ବା କ୍ଲବ୍ ଛଡ଼ା ଅନ୍ୟ କାହା ପାଇଁ ମୁକାବିଲା ଖେଳିବେ ନାହିଁ। ଯାହା ପଛରେ ବଡ଼ କାରଣ ହେଉଛି ଇନ୍ସୁରାନ୍ସ ବା ବୀମା। କୁହାଯାଏ କି ମେସି ହେଉଛନ୍ତି ବିଶ୍ୱର ଅନ୍ୟତମ ଦାମୀ ଫୁଟବଲର। ତାଙ୍କ ଇନ୍ସୁରାନ୍ସ ଖର୍ଚ୍ଚ ବି ଅଧିକ। ମେସିଙ୍କ ବାମ ଗୋଡ଼ରେ ବୀମା ରାଶି ହେଉଛି $900 ମିଲିୟନ। ବୀମା କାରଣରୁ ମେସିଙ୍କର କିଛି ଆଘାତ ହେଲେ ତାହା ବୀମା ପ୍ରଦାନ କରିଥିବା କମ୍ପାନୀ ବହନ କରିଥାଏ। ନିଜ ହାତରୁ ତାଙ୍କୁ କୌଣସି ଖର୍ଚ୍ଚ କରିବାକୁ ପଡ଼ିନଥାଏ। ବୀମାର ନିୟମ ଅନୁସାରେ ସେ ମନ ଇଚ୍ଛା ମ୍ୟାଚ୍ ଖେଳିପାରିବେ ନାହିଁ। ସେ କେବଳ ନିଜ ଦେଶ ଏବଂ କ୍ଲବ୍ ପାଇଁ ଖେଳିବେ। ମ୍ୟାଚ୍ରେ ଆହତ ହେଲେ ସମସ୍ତ ଖର୍ଚ୍ଚ ବୀମା କମ୍ପାନୀ ବହନ କରିବ। ଏବେ ସେ ଆର୍ଜେଣ୍ଟିନା ଏବଂ ସକର ଲିଗ୍ ଇଣ୍ଟର ମିଆମି ପାଇଁ ଖେଳୁଛନ୍ତି। କୌଣସି ପ୍ରଦର୍ଶନୀ ମ୍ୟାଚ୍ରେ ମେସି ଆହତ ହେଲେ ତାହାର ଖର୍ଚ୍ଚ ବୀମା କମ୍ପାନୀ ବହନ କରିବ ନାହିଁ। ଫଳରେ ଲକ୍ଷ ଲକ୍ଷ କୋଟି ଟଙ୍କା ଅର୍ଥ କ୍ଷତି ହେବ। ତେଣୁ ନିଜ ଦେଶ ଏବଂ କ୍ଲବ୍ ବ୍ୟତୀତ ଅନ୍ୟ କାହା ପାଇଁ ଲିଓନେଲ ମେସି ଖେଳିବେ ନାହିଁ। ତେବେ କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି ମାଇକେଲ ଜୋର୍ଡାନଙ୍କ କଥା ଭିନ୍ନ ଥିଲା। ସେ ଚିକାଗୋ ବୁଲ୍ସ ସହ ଖେଳିବା ବେଳେ ଏକ ଚୁକ୍ତି କରିଥିଲେ, ଯାହାଦ୍ୱାରା ସେ କେଉଁଠି ବି ମ୍ୟାଚ୍ ଖେଳିପାରିବେ। ଯଦି ସେ ଆହତ ହୁଅନ୍ତି ତାହେଲେ କ୍ଲବ୍ ହିଁ ସମସ୍ତ ଖର୍ଚ୍ଚ ବହନ କରିବ। ଏପରିକି ଅନ୍ୟ ଜାଗାରେ ଖେଳିବା ପାଇଁ ମଧ୍ୟ ତାଙ୍କୁ କ୍ଲବ୍ର ଅନୁମତି ଆବଶ୍ୟକ ନଥିଲା। ଯଦି ଅନ୍ୟ ଜାଗାରେ ଖେଳିବା ବେଳେ ସେ ଆହତ ହେଉଥିଲେ ତାହାର ଚିକିତ୍ସା ଖର୍ଚ୍ଚ ମଧ୍ୟ କ୍ଲବ୍ ବହନ କରୁଥିଲା।